ओम नमो भगवते वासुदेवाय। अष्टम अध्याय। अष्टमे नारायण नाभि कमलु ब्रह्मा जे संभवी अंत न पाई भय कला तपरे ताहांकु तोषिला। मैत्रेय उवाच शुणबि दूर शुद्ध चेता सुपुण्य प्रश्न तोर कथा। ଯାହାର ଜନ୍ମ ପୁରୁ ବଂଶେ ଯେ ବଂଶ ମହାନ୍ତ ପ୍ରଶଂସେ। ଯହିଁ ତୁ ଲୋକପାଳ ଯମ ସାକ୍ଷାତେ ହୋଇଲୁ ଜନମ। ଭକ୍ତ ଜନଙ୍କ ଶିରୋମଣି ତୋର ସକାଶୁ ଜନ ଶୁଣି। ଇହ ସଂସାରେ କୃଷ୍ଣ ଲୀଳା ବିଶ୍ୱ ମଙ୍ଗଳ କୀର୍ତ୍ତିମାଳା। ନିରତେ ନବ ନବ ମଣେ ତୋଷ ନ ଲଭେ ପ୍ରତିକ୍ଷଣେ। ସେ କଥା ମୁହିଁ ତୋର ପାଖେ କହିବି ଭକ୍ତ ଜନ ସୁଖେ। ଦୁଃଖ ସମୁଦ୍ରେ ସୁଖ ପ୍ରାୟେ ନିରତେ ମନ ଯାର ଧାଏଁ। ତାହାଙ୍କ ନିସ୍ତାରଣ ଅର୍ଥେ ଶୁଣ କହିବା ଭାଗବତେ। ଯେ ଭାଗବତ ରସ ସାର ଋଷିଙ୍କି ଦେଲେ ଚକ୍ରଧର। ଶୁଣବି ଦୂର ସାବଧାନେ ବ୍ରହ୍ମାର ପୁତ୍ରେ ଏକ ଦିନେ। ସନକ ଆଦି ଚତୁର୍ଭ୍ରାତେ ମିଳିଲେ ଅନନ୍ତ ଅଗ୍ରତେ। ରତ୍ନ ଆସନେ ସେ ପାତାଳେ ବସି ଅଛନ୍ତି ଧ୍ୟାନ ବଳେ। ଆଦି ଅନନ୍ତ ରୂପ ସାର ଅକୁଣ୍ଠ ମହିମା ଯାହାର। ତାଙ୍କ ସମୀପେ ଚତୁର୍ଭ୍ରାତେ ମିଳିଲେ ଜ୍ଞାନ ପ୍ରଶ୍ନ ଅର୍ଥେ। ପରମ ତତ୍ତ୍ୱେ କରି ଇଚ୍ଛା ଏକୁ ଅନେକ କଲେ ପୁଚ୍ଛା। ସ୍ୱଭାବେ ସ୍ଥିର ଯା ଶରୀର ଦେବ ମାନବେ ଅଗୋଚର। ସେ ବାସୁଦେବ ବହୁମାନ୍ୟ ଧ୍ୟାନ କରନ୍ତି ସଂକର୍ଷଣ। ମୃଣାଳ କୋଶ ପ୍ରାୟ ଦେହି ଉନ୍ମିଳ ଚକ୍ଷୁ ଯୁଗ ବହି। ବିବୁଧ ଜନଙ୍କ ଆନନ୍ଦେ ସୁଖେ ନିଶ୍ଚଳ ଯୋଗାନନ୍ଦେ। ନିର୍ମଳ ଭୋଗବତୀ ନିରେ ଧୌତ କବରୀ ଭାର ଶିରେ। ସେ ଜଟା କଳାପେ ଚରଣ ପଦ୍ମେ ନମନ୍ତି ମୁନିଗଣ। ଯେ ପାଦେ ନାଗଙ୍କ କାମିନୀ ବିବିଧ ଉପାୟନ ଘେନି। ସେବନ୍ତି ଯେଉଁ ପାଦ ଗତେ ଉତ୍ତମ ବର ପ୍ରାପ୍ତି ଅର୍ଥେ। ସୁସ୍ୱର ଗୀତ ନାଦଧ୍ୱନି ଗଦ୍ଗଦ ଅନୁରାଗ ଘେନି। ଯାହାର କର୍ମ ଦୃଢ଼ ଚିତ୍ତେ ଗାୟନ କରନ୍ତି ନିରତେ। ଜାଣନ୍ତି ଲୀଳା ତତ୍ତ୍ୱଜ୍ଞାନ ନିର୍ମଳ ମନେ ନିତ୍ୟ ଧ୍ୟାନ। ସେ ଦେବ ସହସ୍ର ଶିରୀଷ କିରୀଟ ମଣି ମୟତ୍ରାସ। ଫଣା ସହସ୍ରେ ଶୋଭା କରେ ଆଦିତ୍ୟ ଦେଶ ନେୟମ୍ବରେ। ତାର ଚରଣ ରଜସିରେ ସକଳେ ଧରି ବିନୟରେ। ପୁଛିଲେ ସାର ତତ୍ତ୍ୱଜ୍ଞାନ ଯା ଶୁଣି ଉଦ୍ଧରିବେ ଜନ। ନିବୃତ୍ତି ଧର୍ମେ ଦେଖି ଚିତ୍ତ ଏହାଙ୍କୁ କହିଲେ ଅନନ୍ତ। ସେ ପୁଣି ପ୍ରଶ୍ନ ଅନୁରାଗେ କହିଲେ ସାଂଖ୍ୟାୟନ ଆଗେ। ସେ ସାଂଖ୍ୟାୟନ ଯୋଗୋଧ୍ୟାୟେ ପରମହଂସ ଦୀକ୍ଷା ବହେ। ସେ ପୁଣି ଦୟା ଶୁଦ୍ଧ ଚିତ୍ତେ ସଂସାର ନିସ୍ତାରଣ ଅର୍ଥେ। କୃଷ୍ଣ ମହିମା ପରିମାଣି ନିର୍ମଳ ଭାଗବତ ବାଣୀ। ବିଷ୍ଣୁ ବିଭୂତି ଅନୁରାଗେ କହିଲେ ମୋର ଗୁରୁ ଆଗେ। ଆବର ବୃହସ୍ପତି ଆଗେ ଦେବ ସମୂହ ପ୍ରିୟ ଭାବେ। ସେ ପରାଶର ମହାମୁନି ପୌଲସ୍ତ୍ୟ ମୁନି ଆଜ୍ଞା ଘେନି। ଦୟାଳୁ ମୁନି ପରାଶର କହିଲେ ମୋହର ଆଗର। ସେ ବ୍ରହ୍ମ ଗୁହ୍ୟ ବାଣୀ ଏବେ ଶୁଣ କହିବା ତୋତେ ଭାବେ। ତୁ ଶୁଦ୍ଧ ଚିତ୍ତେ ବତ୍ସ ଶୁଣ ଏ ଆଦି ପରମ ପୁରାଣ। ଯେ ବିଶ୍ୱ ସୃଷ୍ଟି ପୂର୍ବେ ଥିଲା ପ୍ରଳୟ ଜଳେ ନାଶ ଗଲା। ପରମ ସୁଖେ ଭଗବାନ ନିଦ୍ରାରେ ମୁଦ୍ରିତ ନୟନ।
ପ୍ରଳୟ ଜଳ ନିଧି ମଧ୍ୟରେ ଅନନ୍ତ ଶଯ୍ୟାରେ ଆନନ୍ଦେ ଶୋଇଲେ ଏକ ରୂପ ହୋଇ ସଙ୍ଗେ ସଙ୍ଗତି ନାହିଁ କେହି ନିଶ୍ଚେଷ୍ଟ ଆତ୍ମ ସୁଖେ ରତ ଭୂତେ ନିବେଶୀ ପଞ୍ଚଭୂତଂ ଆତ୍ମା ଆଶ୍ରିତ ସୂକ୍ଷ୍ମ ଭୂତେ କାଳାତ୍ମ ଶକ୍ତିର ଆୟତେ ସ୍ୱକୀୟ ଜଳେ କରିବାସ ଯେହ୍ନେ କାଷ୍ଠରେ ଅଗ୍ନିତ୍ରାସଂ ବିଷ୍ଣୁର ଜନି ପ୍ରକାଶିଲା 4,000 ଯୁଗ ଗଲା ଜଳେ ଶୟନ ଭଗବାନ ଯେ ଆତ୍ମ ଶକ୍ତିର ନିଦାନ ତାର ଆୟତ୍ତ କାଳ ବଳେ ସୃଷ୍ଟି ସମୟ ସୁମରିଲେ ସେ ପୁଣି କର୍ମତନ୍ତ୍ର ହୋଇ ପୂର୍ବ ଜୀବଙ୍କୁ ଦେହେ ଚାହିଁ ତାହାଙ୍କ ଅବତାର ଅର୍ଥ ସୂକ୍ଷ୍ମେ ନିବେଶୀ ଦୃଷ୍ଟିପଥମ କ୍ଷୋଭିତ ସୃଷ୍ଟିର କାରଣେ ସ୍ୱୟଂ ପ୍ରବେଶୀ ରଜୋଗୁଣେ ସେ କାଳ ବଳର ନିଶ୍ୱାସେ ମିଳିଲେ ବିଷ୍ଣୁ ନାଭି ଦେଶେ ସେ ନାଭି ମଧୁ ପଦ୍ମକୋଶ ତକ୍ଷଣେ ହୋଇଲା ପ୍ରକାଶ କର୍ମ ବୋଧିବା କାଳ ବଳେ ରୂପ ବିରାଜେ ମହାଜଳେ ଉଦିତ ରବି ପ୍ରାୟେ ମାନି ଜଳେ ପ୍ରକାଶ ଆତ୍ମଜୋନି ଶ୍ରୀଲୋକ ପଦ୍ମେ ନାରାୟଣ ସ୍ୱୟଂ ପ୍ରବେଶ ରଜୋଗୁଣ ସକଳ ଗୁଣେ ସେ ପ୍ରକାଶ ସହସ୍ର ରବି ଜିଣିତ୍ରାସମ୍ ସେ ପଦ୍ମ କର୍ଣ୍ଣିକାର ମଧ୍ୟରେ ବ୍ରହ୍ମା ପ୍ରକାଶ ବେଦ ପଦେ ବିଧାତା ନାମ ଯେ ବୋଲାଇ ଯାର ଶରୀର କର୍ମମୟୀ ସ୍ୱୟମ୍ଭୁ ନାମ ସେ ସ୍ୱଭାବେ ଉଦୟ ନିଜ କର୍ମ ଲାଭେ ସେ ପଦ୍ମ ମଧ୍ୟରେ ବ୍ରହ୍ମା ରହି ବସି ସକଳ ଦିଗେ ଚାହିଁ ନ ଦେଖି ଲୋକଙ୍କ ଉଦ୍ଦେଶ୍ୟ ତକ୍ଷଣେ ଚାହିଁଲା ଆକାଶ ହୋଇଲା ତାର 4 ମୁଖ କେବେ ନଲ ଭଇ ସୁଖ ପ୍ରଳୟ ପବନର ବଳେ ଲହରୀ ଭ୍ରମ ମହାଜଳେ ଆତ୍ମାକୁ ନ ଜାଣଇ ଭଲେ ଯେ ଲୋକ ତତ୍ଵ ପଦ୍ମ ତୁଲେ କାହୁଁ ଅଇଲି କେଉଁ ଦେଶ ନ ଜାଣି ଆତ୍ମାର ବିଶେଷ ଏ ପଦ୍ମ କାହୁଁ ଉପୁଜିଲା କିବା ଏ ଜଳ ମଧ୍ୟରେ ଥିଲା ସ୍ଥଳ ନ ଥିଲେ ଜଳ କାହିଁ ଏମନ୍ତ ମନେ ବିଚାରଇ କିବା ଏ ପଦ୍ମ ମୂଳେ ଅଛି ଏମନ୍ତ ମନେ ମନେ ଲକ୍ଷି କେବେ ହେଜି ନ ପାରିଲା ଏମନ୍ତେ କେତେ କାଳ ଗଲା ପୁଣି ଚାହିଁଲା ମନ ଦୁଃଖେ ନିଜ ଆସନେ ଅଧୋମୁଖେ ତଳେ ଦେଖିଲା ପଦ୍ମନାଳ ତା ମଧ୍ୟରେ ଅନ୍ଧକାର ବିଳ ବିଚାରେ ଏହି ମାର୍ଗେ ଯିବି କାହୁଁ ଅଇଲି ତା ଦେଖିବି ଏମନ୍ତ ବିଚାରି ସଂଶୟେ ବିଳେ ପଶିଲା ମହାଭୟେ ସେ ବିଳ ମାର୍ଗେ ନାଭି ପଥେ ପଶିଲା ବିଷ୍ଣୁ ଗର୍ଭଗତେ ଅନେକ କାଳ ଗର୍ଭେ ଭ୍ରମି ଫୁଟି ହୋଇଲା ପଥଶ୍ରମୀ ଯେ କାଳ ଜନ୍ତୁଙ୍କର ପ୍ରାଣ ବଳେ ହରଇ ଅନୁକ୍ଷଣ ସେ କାଳ ବଳର କର୍ଷଣେ ବାହାର ହୋଇଲା ତକ୍ଷଣେ ମନ କଳ୍ପିତ ନ ପାଇଲା ନିଜ ଆସନେ ବିଜେ କଲା ସ୍ଥିର ନିଶ୍ୱାସ ଦୃଢ଼େ ଧରି ମନ ପବନ ହୃଦେ ଭରି ନିବୃତ୍ତ ଚିତ୍ତେ ପ୍ରଜାପତି ସମାଧି ଯୋଗେ କଲାମତି ଶେଷତେ ବର୍ଷ କାଳ ଭୋଗେ ଲଭିଲା ବୋଧ ନିଷ୍ଠା ଯୋଗେ ତାର ହୃଦये ବିଷ୍ଣୁ ଭାବେ ପ୍ରକାଶ ସୃଷ୍ଟି ଅର୍ଥ ଲାଭେ ପୂର୍ବେ ଯାହାକୁ ମହାଜଳେ ଖୋଜି ନ ଦେଖିଲା ନିଶ୍ଚଳେ ତାହାକୁ ଆପଣା ହୃଦये ଦେଖେ ସମାଧି ଯୋଗଧ୍ୟାଏ ମୃଣାଳ ଗୌର ଦେହ କାନ୍ତି ଅନନ୍ତ ଶୟନେ ଶ୍ରୀପତି ଏକା ଅଛନ୍ତି ନାହିଁ କେହି ଦେଖେ ନିଶ୍ଚଳ ନେତ୍ରେ ଚାହିଁ
ଫଣା ସହସ୍ର ଊର୍ଧ୍ୱ ଜ୍ୟୋତି ରତ୍ନ ସମୂହ ଝଟକନ୍ତି। ଯୁଗାନ୍ତ ଜଳ ଅନ୍ଧକାର ସେ ରତ୍ନ ଜ୍ୟୋତି କରେ ଦୂର। ମର୍କତ ଗିରି ନିନ୍ଦେ ରୂପ ସନ୍ଧ୍ୟାଭ୍ରଜିଣୀ ପିତାଂଶୁକ। ସୁବର୍ଣ୍ଣ ଶୃଙ୍ଗ ତିରସ୍କାର କରେ ମୁକୁଟ ଶିର ପର। ପର୍ବତ ବେଣୁ ବୃକ୍ଷ ଶୋଭା ନିନ୍ଦଇ ଭୁଜ ପାଦ ପ୍ରଭା। ରତ୍ନ ଔଷଧି ଜଳ ପୁଷ୍ପେ ଗିରିଭୂଷଣ ମାଳ ରୂପେ। ତାହାକୁ ବଳି ହରି ଗଳେ ରତ୍ନ ତୁଳସୀ ମୁକ୍ତା ଫଳେ। ମହାପୁରୁଷ ବିଷ୍ଣୁ ରୂପେ ସ୍ୱୟଂ ପ୍ରକାଶ ମହାକଳ୍ପେ। ପ୍ରକାଶ ଅଛଇ ବିସ୍ତାରେ ତ୍ରିଲୋକ ପ୍ରକାଶ ଶରୀରେ। ଦିବ୍ୟ ବିଚିତ୍ର ଆଭରଣେ ପ୍ରକାଶେ ବସ୍ତ୍ର ଆଚ୍ଛାଦନେ। ସର୍ବସୁନ୍ଦର ରସମୁହେ ତେଜ ପ୍ରକାଶେ ବିଶ୍ୱଦେହେ। ମିଳି ସକଳ ମହାଜନେ ଜ୍ଞାନେ ଅର୍ଚିତ ଏକ ଧ୍ୟାନେ। ଯେ କାମ ଯେ କରନ୍ତି ଧ୍ୟାୟେ ତାହାଙ୍କୁ କାମ ଧେନୁ ପ୍ରାୟେ। ଦୟା ସାଗର ଭଗବାନ ବ୍ରହ୍ମାଙ୍କୁ ଦେଲେ ଦର୍ଶନ। ଅଙ୍ଗୁଳି ଅଗ୍ରେ ନଖ କାନ୍ତି ଶଶାଙ୍କ ପ୍ରାୟ ଝଟକନ୍ତି। ଶୋଭିତ ସ୍ମିତ ହାସ ମୁଖ ଦେଖନ୍ତେ ହରି ପ୍ରାଣୀ ଦୁଃଖ। କର୍ଣ୍ଣେ କୁଣ୍ଡଳ ବେନି ଶୋହେ ଚନ୍ଦ୍ର ତପନ ସମନୋହେ। ଶୋଣ ଅରୁଣ ଓଷ୍ଠ ବେନି ବିରାଜେ ଦନ୍ତ ପନ୍ତି ଘେନି। କଦମ୍ବ ପୁଷ୍ପ ତେଜ ପ୍ରାୟେ ପୀତବସନ କଟି ଶୋହେ। ରତ୍ନ ମେଖଳା ତେଜ ଦମ୍ବେ ସୁନ୍ଦର ବିରାଜେ ନିତମ୍ବେ। ନାନା ରତନ ହାର ମାଳ ଲମ୍ବେ ଶ୍ରୀବତ୍ସ ବକ୍ଷସ୍ଥଳ। ଭୁଜ ସହସ୍ର ଜାନୁ ଯାଏ ଲମ୍ବେ ଚନ୍ଦନ ଡାଳ ପ୍ରାୟେ। ହାର କେୟୁର ରତ୍ନମାଳ ସୁନ୍ଦର ଅଳକା କପୋଳ। ସର୍ବଭୁବନ ତାର ଦେହେ ବିରାଜେ ପୁଷ୍ପ କଣା ପ୍ରାୟେ। ଅଦୃଶ୍ୟ ମୂଳ ତା ସ୍ୱଭାବ କେୟ ବାଲୋଚନେ ଦେଖିବ। ପର୍ବତ ପ୍ରାୟ ଭଗବାନ ଚର ଅଚରଙ୍କର ସ୍ଥାନ। ମନ୍ଦର ଗିରି ଯେହ୍ନେ ଜଳେ କ୍ଷୀରୋଦ ମନ୍ଥନର କାଳେ। ସହସ୍ର ଶୃଙ୍ଗ ପ୍ରାୟ ସାଜେ ସୁରତ୍ନ କିରୀଟ ବିରାଜେ। କଣ୍ଠେ କୌସ୍ତୁଭ ମଣି ଶୋହେ ରତ୍ନ ପ୍ରଭାରେ ମନ ମୋହେ। କଣ୍ଠେ ଶୋଭଇ ବନମାଳ ଲମ୍ବେ ସୁନ୍ଦର ବକ୍ଷସ୍ଥଳ। ଗନ୍ଧେ ଆବୃତ ଭୃଙ୍ଗପନ୍ତି ସୂର୍ଯ୍ୟ ଶଶାଙ୍କ ଅଗ୍ନିଜ୍ୟୋତି। ସେ ପୁଣି ଚାହାନ୍ତେ ନିରୋଳେ ଆତ୍ମାକୁ ତା ନାଭି କମଳେ। ପବନ ଗଗନ ସଲିଳ ବିଧାତା ଦେଖେ ଦେହେ ତାର। ରଜୋଗୁଣରେ ଯୁକ୍ତ ହୋଇ ପ୍ରଜା ସୃଜନେ ମନ ଦେଇ। ଲୋକ ବି ସୃଷ୍ଟି ଦେହେ ଦେଖି ବିଧାତା ଆସନ ଉପେକ୍ଷି। କର ଯୁଗଳ ଦେଇ ମୁଣ୍ଡେ ସ୍ତୁତି କରଇ ଚାରି ତୁଣ୍ଡେ। ସେ ହରି ଚରଣେ ବିଶ୍ୱାସ ନମଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ ଶ୍ରୀଭଗବଦ୍ଦର୍ଶନ ନାମ ଅଷ୍ଟମୋऽଧ୍ୟାୟः। ଶ୍ରୀକୃଷ୍ଣଂ ସମର୍ପଣମस्तु। ଓಂ ନମୋ ଭଗବତେ ବାସୁଦେବାୟ।